ডামরা কাউ রে ডামরা কাউ উঞ্চ পর্বতে বোবাউ থাউ ডামরা কাউ রে ডামরা কাউ উঞ্চ পর্বতে বোবাউ থাউ উঞ্চ পর্বত ঘুঞ্চি ঘুঞ্চিকা তহিঁরে বসিছি তিনি মঞ্জিকা তিনি তিনি পণ 18 ପଣ ଭାଇଙ୍କୁ ଡକାଇ କଉଡ଼ି ଗଣାରେ ପାହିଲା ରାତି ଚୋର ନେଇଗଲା କଜଳପାତି ଡାମରା କାଉ ରେ ଡାମରା କାଉ ଉଞ୍ଚ ପର୍ବତେ ବୋବାଉ ଥାଉ। ପଲ୍ଲୀ ପ୍ରକୃତି ଯାହାଙ୍କ ଲେଖନୀ ମନରେ ଚିରଚଞ୍ଚଳ ବାଣୀ ବାଗ୍ଦେବୀଙ୍କର ବରପୁତ୍ର ପଲ୍ଲୀକୁ ନେଇ ଯିଏ ରାଶି ରାଶି କାବ୍ୟ କବିତା ଲେଖି ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ସେ ହେଉଛନ୍ତି ପଲ୍ଲୀ ପ୍ରାଣତାର କବି ପଲ୍ଲୀର ରୂପକାର ପଲ୍ଲୀ କବି ନନ୍ଦକିଶୋର ବଳ। ପଲ୍ଲୀ ପ୍ରକୃତିର ଏହି ମହାନ ରୂପକାରଙ୍କର କବିତା ନିର୍ଝରିଣୀ ଯେଉଁ କବିତା ନିଶ୍ଚିତ ଭାବରେ ସନ୍ଧାନ ଦେଇଛି ମାଟିର କଥା କହିବାରେ ମାଟିର ବ୍ୟଥା ଗାଇବାରେ ମାଟିର ଦୁଃଖ ମାଟିର ସୁଖ ମାଟି ସହିତ ମାଟି ହୋଇ ଏକାକାର ହୋଇଯିବାର ଯେଉଁ ଚରମ ପରିଣତି ତାଙ୍କ ନିର୍ଝରିଣୀ କବିତା ନିଶ୍ଚିତ ରୂପେ ପ୍ରତି ଫର୍ଦ୍ଦେ ଫର୍ଦ୍ଦେ ସୂଚାଇ ଦେଇଥାଏ। ଏଇଭଳି କେତେଗୁଡ଼ିଏ କବିତା ତାଙ୍କ ନିର୍ଝରିଣୀ କବିତା ପୁସ୍ତକରେ ସ୍ଥାନିତ ହୋଇଛି। ମନୋରମ ଆଉ ମଞ୍ଜୁଳ ପଲ୍ଲୀ ପ୍ରକୃତିକୁ ଚିତ୍ରଣ କରିବାରେ ସେ ନିଶ୍ଚିତ ସିଦ୍ଧହସ୍ତ। ନବବର୍ଷା ଭାବନା ଅଦିନ ମେଘ ବର୍ଷା ମଙ୍ଗଳ କାକ ବାରତା ଡାଣିଆ ଖରା ଏବଂ ପ୍ରଭାତ ଅବକାଶ ତାଙ୍କ ନିର୍ଝରିଣୀ କବିତା ସଂକଳନର ଏହି କବିତା ଗୁଡ଼ିକ ପ୍ରାଣପ୍ରାଚୁର୍ଯ୍ୟ ଭରା ନିଶ୍ଚିତ ଭାବରେ ଓଡ଼ିଆ ପଲ୍ଲୀ ଜୀବନର କଥା କହିଥାଏ। ଆଜିର ଆଲୋଚନା ନିଶ୍ଚିତ ଭାବରେ କାକ ବାରତା। କାକ କେଉଁ ପ୍ରାଚୀନ କାଳରୁ ଯେଉଁ କୁହାଯାଉଛି ଡାମରା କୁଆ ବା ଡାମରା କାଉ ଯେଉଁ କାଉ ଗୁଡ଼ିକ ନିଶ୍ଚିତ ରୂପେ ବଡ଼ ବଡ଼ ମୋଟା ଥଣ୍ଟ ଏବଂ ଚିକ୍କଣ କଳା ରଙ୍ଗର ଏବଂ ଯିଏ ଆକ୍ରମଣକାରୀ ପ୍ରତିହିଂସାଶୀଳ ଏହି ମନୋବୃତ୍ତି ରଖୁଥିବା ଯେଉଁ କୁହାଯାଉଛି କାଉ ଯିଏ ସ୍ୱଭାବତଃ ବଡ଼ ଆମେ ଯାହାକୁ କହୁଛୁ ଡାମରା କାଉ ସେଇଥିପାଇଁ ତାଙ୍କ ନିର୍ଝରିଣୀ କବିତାର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରଖେ କବିତା କାକ ବାରତା ଯେଉଁଥିରେ ଡାମରା କାଉର ଉପାଖ୍ୟାନ ରହିଛି ଅତି ସୁନ୍ଦର ଏବଂ ମନୋଜ୍ଞ ଭାବରେ। କେଉଁ ଆଦିମ କାଳରୁ ପଲ୍ଲୀ ଜନନୀ ବା ପଲ୍ଲୀ ପ୍ରକୃତିର କେଉଁ ଅନାମଧେୟ କବି ତୁଣ୍ଡରେ ସେଦିନ ଏହି ଲୋକସଙ୍ଗୀତ ପ୍ରକାଶିତ ହୋଇଥିଲା ଡାମରା କାଉ ରେ ଡାମରା କାଉ ଉଞ୍ଚ ପର୍ବତେ ବୋବାଉ ଥାଉ। ବାସ୍ତବିକ ଏହାର ମଞ୍ଜୁଳ ପରିପ୍ରକାଶ ଘଟିଛି ନନ୍ଦକିଶୋର ବଳଙ୍କର ପଲ୍ଲୀ ସାହିତ୍ୟରେ। ଯେଉଁ ଉଞ୍ଚା ପର୍ବତରେ ବସି ଡାମରା କାଉ ରାଉ ରାଉ କରି ବୋବେଇ ଦିଏ ଏବଂ କୁହାଯାଇଛି ଉଞ୍ଚ ପର୍ବତ ନିଶ୍ଚିତ ଭାବରେ ଘୁଞ୍ଚି ଘୁଞ୍ଚିକା କେବେ କେଉଁଠି ପର୍ବତର ଅବସ୍ଥିତି ତାହା ଜଣାପଡ଼େ ନାହିଁ ଯାହାକୁ କୁହାଯାଉଛି କୁହୁଡ଼ିଆ ଏବଂ ମେଘୁଆ ଏହି ସମୟର ପର୍ବତର ସ୍ଥିତି ଆଉ ଡାମରା କାଉ ତା ଉପରେ ଅବସ୍ଥାନ କରି ବୋବେଇବା ସେଇଥିପାଇଁ ତ କବି କହିଛନ୍ତି ଉଞ୍ଚ ପର୍ବତ ଘୁଞ୍ଚି ଘୁଞ୍ଚିକା ତହିଁରେ ବସିଛି ତିନି ମଞ୍ଜିକା ତିନି ତିନି ପଣ 18 ପଣ ଭାଇଙ୍କୁ ଡକାଇ କଉଡ଼ି ଗଣ। ପଲ୍ଲୀର କଥା ପଲ୍ଲୀର ବାର୍ତ୍ତା ଯେଉଁ କୁହାଯାଉଛି ଲୋକ କଥା ଗୁଡ଼ିକ ଏବଂ ଦେଶୀ ଭାଷା ସମ୍ବଳିତ ଏହି କଥା ତିନି ତିନି ପଣ 18 ପଣ ଅର୍ଥାତ୍ ପଣ ଯାହାକୁ ଆମେ କହୁଛି 20 ଗଣ୍ଡା ଏଇଭଳି ଭାବରେ ତିନି ତିନି ପଣକୁ ନେଇ ସେ ତାଙ୍କ କବିତାରେ ସ୍ଥାନ ଦେଇଛନ୍ତି ଏବଂ କୁହାଯାଇଛି ଭାଇଙ୍କି ଡକାଇ କଉଡ଼ି ଗଣ। ଯେଉଁ ସମୟରେ କଉଡ଼ିର ପ୍ରଚଳନ ଥିଲା ମୁଦ୍ରା ଆକାରରେ ସେହି ସମୟରେ କଉଡ଼ିର ବହୁତ ଆଦର ଥିଲା ସେଇଥିପାଇଁ ପଲ୍ଲୀ ସାହିତ୍ୟ ଏତେ ସୁନ୍ଦର ଯେଉଁଠି ଘୁଞ୍ଚି ଘୁଞ୍ଚିକା ଶବ୍ଦକୁ ପ୍ରୟୋଗ କରାଯାଇଛି ତିନି ମଞ୍ଜିକା ଶବ୍ଦକୁ ମଧ୍ୟ ପ୍ରୟୋଗ କରାଯାଇଛି ଆଉ ପଣ ଶବ୍ଦକୁ ପ୍ରୟୋଗ କରାଯାଇଛି। ଏ ପ୍ରକାର ଶବ୍ଦ ପ୍ରୟୋଗ କରିବା ଅନ୍ତତଃ ସାହିତ୍ୟରେ ବିରଳ ଅନ୍ୟାନ୍ୟ ସାହିତ୍ୟରେ କେବଳ ପଲ୍ଲୀ ସାହିତ୍ୟର ରୂପକାର ବୋଲି ତାଙ୍କ ସାହିତ୍ୟରେ ଆମେ ନିଶ୍ଚିତ ଭାବରେ ଏହି ଦେଶଜ ଶବ୍ଦର ସୁନ୍ଦର ବ୍ୟବହାର ଦେଖିପାରୁ। ପରବର୍ତ୍ତୀ ସମୟରେ ମଧ୍ୟ ସେ କହିଛନ୍ତି କଉଡ଼ି ଗଣାରେ ପାହିଲା ରାତି ଚୋର ନେଇଗଲା କଜଳପାତି ଠିକ୍ ଯେଉଁ କୁହାଯାଉଛି ପଦକୁ ପଦେ ପକାଇ ଏବଂ ପଲ୍ଲୀର ମଣିଷ କାନରେ ସୁନ୍ଦର ଭାବରେ ସେ ଶୁଣେଇଛନ୍ତି କଉଡ଼ି ଗଣାରେ ରାତି ପାହିଯିବା ପରେ ପରେ ଏବଂ ଚୋର କିଭଳି ଭାବରେ କଜଳପାତିକୁ ନେଇଗଲା। ଏହି କଜଳପାତି ଯେଉଁଥିରେ ଅଞ୍ଜନ ଥାଏ କଳା ଥାଏ ଏବଂ ପିଲାମାନଙ୍କ ଆଖିରେ ଏବଂ ମୁହଁରେ ଏହି କଳାକୁ ବୋଳି ଦିଅନ୍ତି ତାଙ୍କର ମା ମାନେ କାଳେ ପିଲା ଦେହରେ ଡାହାଣୀ ଲାଗିଯିବ ବା ପିଲା ମୁହଁ ଚୁହାଁ ହୋଇଯିବ କେହି ଦୃଷ୍ଟି ପକାଇଦେବ ଏଇଥିପାଇଁ
କଜଳପାତି ଥାଏ। ନାରୀମାନେ ଯେତେବେଳେ ଅଳତା ସିନ୍ଦୁର କଜଳ ଏହି ପରିଧାନକୁ ପ୍ରସାଧନ ରୂପେ ଗ୍ରହଣ କରିଥାନ୍ତି, କଜଳପାତି ହଳଦୀ କାଠୁଆ ସିନ୍ଦୁର ଫରୁଆ ଏଗୁଡ଼ିକ ନିଶ୍ଚିତ ଭାବରେ ତାଙ୍କର ପାଖରେ ଥାଏ, ଯାହାକି ପଲ୍ଲୀ ମଣିଷର କଥା କହିଥାଏ। ଆଉ ସେ ସମୟର କଥା ଆଜି ନିଶ୍ଚିତ ଭାବରେ ସବୁ ସ୍ମୃତି ହେଇ ବହିଯାଉଛି। ନିଶ୍ଚିତ ଭାବରେ ଆଜି ମଣିଷ ପାଖରେ ଏସବୁର ସାଧନ ନାହିଁ, କିନ୍ତୁ ଅତୀତ ନିଶ୍ଚିତ ଭାବରେ ରୋମନ୍ଥନ କଲେ ତାର ସୁନ୍ଦର ଅନୁଭୂତି ଆସେ ଏହି ପଲ୍ଲୀ ସାହିତ୍ୟରୁ। ପୁନଶ୍ଚ କୁହାଯାଇଛି 60 ଟଙ୍କାର ବଳଦ ମଲା ଏକା କାଳି ଗାଈ ମଥାନ କଲା। 60 ଟଙ୍କାର ବଳଦ, ସେ ସମୟରେ 60 ଟଙ୍କାର ମୂଲ୍ୟ କିଛି କମ୍ ନଥିଲା। ଏହି ସଙ୍ଗୀତ ଯେବେ ସୃଷ୍ଟି ହୋଇଛି ତେବେ 60 ଟଙ୍କାର ମୂଲ୍ୟ କାହିଁରେ କ'ଣ ନିଶ୍ଚିତ ଭାବରେ କୁହାଯାଇପାରିବ। କିନ୍ତୁ 60 ଟଙ୍କାର ବଳଦ ମରିଯିବା ପରେ ଘର ଗୁହାଳରେ ବନ୍ଧା ହୋଇଥିବା ଏକମାତ୍ର କାଳି ଗାଈ ଯିଏକି ମଥାନ କଲା, ଅନ୍ତତଃ ସଂସାରକୁ ଚଳେଇଲା ଏବଂ ସଂସାରର ସମସ୍ତ ଭାର ବହନ କଲା, ଏହି କାଳି ଗାଈ, ଯେଉଁ କାଳି ଗାଈର କ୍ଷୀର ବହୁତ ମିଠା। ଆଉ ପ୍ରତ୍ୟେକ ଯେଉଁ କୁହାଯାଉଛି ଗୃହପାଳିତ ପଶୁ ଭାବରେ କାଳି ଗାଈର ସ୍ୱତନ୍ତ୍ର ମର୍ଯ୍ୟାଦା ଅଛି। ସେଇଥିପାଇଁ ଏକ ପରିବାରକୁ ପ୍ରତିପୋଷଣ ଭରଣ ପୋଷଣ କରିବାରେ କାଳି ଗାଈର ମର୍ଯ୍ୟାଦା ଖୁବ୍ ଗୋଟେ ନିଆରା, ଏହି ପଣ କୁହାଯାଇଛି। ପରବର୍ତ୍ତୀ ପଦରେ ଆହୁରି ମଧ୍ୟ କୁହାଯାଇଛି ଆସୋଗ ସଙ୍ଗାତ ଗାଧେଇ ଯିବା, କଇଁଚି କାକୁଡ଼ି ତୋଳି ଆଣିବା, କଇଁଚି କାକୁଡ଼ି ମୁଣ୍ଡରେ ପିତା, 6 ବୋଉଙ୍କର 6 ଦୁହିତା। ତେଣୁ ସଙ୍ଗାତକୁ ଡକାଯାଉଛି। ଏଇ ତ ମଫସଲର କଥା, ପଲ୍ଲୀର କଥା, ଗାଁର କଥା। ସଙ୍ଗାତକୁ ଧରି ସଙ୍ଗାତ ଗାଧୋଇ ଯିବା ଏବଂ ତୁଠ ପଥରରେ ଦାନ୍ତ ଘଷୁ ଘଷୁ ଅନେକ କଥାକୁ ଆଲୋଚନା କରି ସେଠି ଘଣ୍ଟା ଘଣ୍ଟା ସମୟ ବିତାଇବା ଏବଂ ପାହୁଡ଼କୁ ମାଜି ହେବା, ଦେହରୁ ହଳଦୀ ଦାଗକୁ ତୁଟେଇ ଦେବା, ଛିଣ୍ଡେଇ ଦେବା, ଦେହରୁ ଅଳତା ଦାଗକୁ ଲିଭେଇ ଦେବା, ଗାମୁଛାରେ ଲୁଗାରେ ମାଜି ମାଜି। ଏଇ ତ କଥା ପଲ୍ଲୀର ପୋଖରୀ ତୁଠର କଥା, ଗାଧୁଆ ତୁଠର କଥା। କୁହାଯାଇଛି ଆସୋଗ ସଙ୍ଗାତ ଗାଧେଇ ଯିବା, କଇଁଚି କାକୁଡ଼ି ତୋଳି ଆଣିବା। କଇଁଚି କାକୁଡ଼ି ଏକ ପ୍ରକାର ଫଳ ଯାହାକି ବେଶ ଆଦର ଏବଂ ଗାଁର ବିଭିନ୍ନ କଣ୍ଟା ବୁଦା ମାନଙ୍କରେ ଏହି ଫଳ ଗୁଡ଼ିକ ଦେଖିବାକୁ ମିଳିଥାଏ। ସେଇଥିପାଇଁ କୁହାଗଲା ଆସୋଗ ସଙ୍ଗାତ ଗାଧେଇ ଯିବା, କଇଁଚି କାକୁଡ଼ି ତୋଳି ଆଣିବା। ପୁଣି କୁହାଗଲା କଇଁଚି କାକୁଡ଼ି ମୁଣ୍ଡରେ ପିତା, 6 ବୋଉଙ୍କର 6 ଦୁହିତା। 6 ବୋହୂଙ୍କର 6 ଦୁହିତା ଅର୍ଥାତ୍ 6ଟି ଝିଅ। କଇଁଚି କାକୁଡ଼ି ମୁଣ୍ଡ ପିତା ଲାଗିବା ଏବଂ 6 ବୋହୂଙ୍କର 6 ଝିଅ ହେବା। ନିଶ୍ଚିତ ଭାବରେ ଏହା ଏକ ସଂଯୋଗ ଯାହାକି କବିତାକୁ ଅତ୍ୟନ୍ତ ମାଧୁର୍ଯ୍ୟମଣ୍ଡିତ କରିଛି। ପୁନଶ୍ଚ କୁହାଯାଇଛି 6 କନ୍ୟା କାଳେ ଯୁବତୀ ହେଲେ, 6 ବର ଆସି ତାହାଙ୍କୁ ନେଲେ। ଏହି 6 କନ୍ୟା ଯେତେବେଳେ ଯୁବତୀ ହେଲେ, ବିବାହ ଯୋଗ୍ୟ ହେଲେ, ତାଙ୍କୁ 6 ବର ଆସି ତାଙ୍କୁ ନିଶ୍ଚିତ ଭାବରେ ବରଣମାଳା ଦେଇ ତାଙ୍କୁ ବିବାହ କଲେ। କାନ୍ଦନ୍ତି ବିକଳେ କହିଣ ମାତା, ନିଷ୍ଠୁର ଅଟଇ ତୋବିଧି ଧାତା। ଯେତେବେଳେ ମା ମାନଙ୍କ ନିକଟରୁ ଝିଅମାନେ ବିଦାୟ ନିଅନ୍ତି, ମାତା ମାନେ କାନ୍ଦି ଉଠନ୍ତି, ମା ମାନେ କାନ୍ଦନ୍ତି। ଆଉ ସେ କରୁଣ ଦୃଶ୍ୟ, ସେ ହୃଦୟ ବିଦାରକ ଦୃଶ୍ୟ ଯେ ଦେଖିଛି, ଯେ ଅଙ୍ଗେ ନିଭେଇଛି, ସିଏ ହିଁ କହିପାରିବ। ଏଇଥିପାଇଁ କୁହାଯାଇଛି କାନ୍ଦନ୍ତି ବିକଳେ କହିଣ ମାତା, ନିଷ୍ଠୁର ଅଟଇ ତୋବିଧି ଧାତା। ଡାମରା କାଉ ରେ ଡାମରା କାଉ, ଜନନୀ ନିକଟେ କି ଗୀତ ଗାଉ। ଏ ମାୟା ସଂସାର ତତ୍ତ୍ୱ କାହାଣୀ, କହୁ କିରେ କାକ ତହିଁ ବଖାଣି। ଏଠି ଜୀବନବାଦର କଥା କହିଛି, ଏଠି ସଂସାରର ଅନିତ୍ୟ କଥା କୁହାଯାଇଛି, ଅସାର ସଂସାରର ବ୍ୟଥାର କଥା କୁହାଯାଇଛି। ଯେଉଁଠିକି ନିଶ୍ଚିତ ଭାବରେ ମଣିଷ ମାୟା ମୋହରେ ପଡ଼ି କିଭଳି କେତେବେଳେ କାନ୍ଦୁଥାଏ, କେତେବେଳେ ହସୁଥାଏ। ଝିଅମାନଙ୍କର ବିଦାୟ ବାର୍ତ୍ତାକୁ ନେଇ କାଉ ମୁହଁରେ ତତ୍ତ୍ୱ ବଖାଣିବା କଥା ଏଠି ପଲ୍ଲୀ କବି ପ୍ରକାଶ କରିଛନ୍ତି। କୁହାଯାଇଛି ଜନନୀ ନିକଟେ କି ଗୀତ ଗାଉ, ଡାମରା କାଉ ରେ ଡାମରା କାଉ। ଏ ମାୟା ସଂସାର ତତ୍ତ୍ୱ କାହାଣୀ, କହୁ କିରେ କାକ ତହିଁ ବଖାଣି। ଏ ମାୟା ସଂସାରର ତତ୍ତ୍ୱ କାହାଣୀ ସେଇ ମା ମାନଙ୍କ କାନରେ ତୁ ଶୁଣେଇ ଶୁଣେଇ ବୋବଉ ଥାଉ କି ରାଉ ରାଉ ହୋଇ। କାରଣ କହିଥାଉ ଯେ ଝିଅ ଜନ୍ମ ତ ପର ଘରକୁ। ଏହା ନିଶ୍ଚିତ ଭାବରେ ବିଧି ନିର୍ଦ୍ଦିଷ୍ଟ। ଏଇ କଥା ତ କହୁଥାଉ କି ତୁ କାକ ଏଇ ମା ମାନଙ୍କ କାନରେ। ଆହୁରି ମଧ୍ୟ କୁହାଯାଇଛି ସଂସାର ଅଟଇ ବିଷମ ମାୟା, କାୟା ଛଳେ ତାହା ଅସାର ଛାୟା। ନିଶ୍ଚିତ ଭାବରେ ଏ ସଂସାର ବିଚିତ୍ର ମାୟା, ବିଷମ ମାୟା, କାଳକୂଟ ଭର୍ତ୍ତି ହୋଇ ରହିଛି ଏ ସଂସାରରେ। ସବୁ ମୋହ ମାୟା ବନ୍ଧନ, ଏଠି କେହି କାହାରି ନୁହେଁ। ସତରେ ଡାମରା କାଉ ତୁ ଉଞ୍ଚ ପର୍ବତରେ ବସି ରାଉ ରାଉ ହୋଇ ଏହି ସଂସାରର ଅନିତ୍ୟ କଥା କହିଥାଉ କି? ଏହା ନିଶ୍ଚିତ ଭାବରେ କୁହାଯାଇଛି। କାରଣ ପ୍ରତ୍ୟେକ କବିତା ମୂଲ୍ୟବୋଧ ଭିତ୍ତିକ ନୀତିଶିକ୍ଷା ପ୍ରଦାନ କରିଥାଏ। ଏହା ଛଳରେ ତାହା ମଧ୍ୟ କବି କହୁଛନ୍ତି। ଆହୁରି ମଧ୍ୟ କୁହାଯାଇଛି ଡାମରା କାଉ ରେ ଡାମରା କାଉ, ସତ ମିଛ କହି କି ଯଶ ପାଉ, ବାସ୍ତବିକ କାକବାରତା। କବି ନନ୍ଦକିଶୋର ବଳଙ୍କର ଏକ ଶ୍ରେଷ୍ଠ ସୁନିର୍ବାଚିତ କବିତା, ଯାହାକି ନିର୍ଝରଣୀ କବିତା ପୁସ୍ତକରେ ସ୍ଥାନ ପାଇଛି ଏବଂ ଏହା ନିଶ୍ଚିତ ଭାବରେ 1 ନମ୍ବର କବିତା। ଆହୁରି ଅନେକ କବିତା ଏହି କାକବାରତା ନାମରେ ସ୍ଥାନିତ ହୋଇଛି। ପରବର୍ତ୍ତୀ ସମୟରେ ଯଦି ଆବଶ୍ୟକ ହୁଏ ଆମେ ତାହାକୁ ଆଲୋଚନା କରିବା। ବନ୍ଦେ ଉତ୍କଳ ଜନନୀ।